ଯାତ୍ରା ଖଳନାୟକ ପିୟୁଷକୁ ବଡ଼ ଝଟକା ଆଉ ଚଢ଼ି ପାରିବେନି ମଞ୍ଚ। କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମଞ୍ଚ ଚଢ଼ିବା ବାରଣ। ଚର୍ଚ୍ଚିତ ଖଳନାୟକ ପିୟୁଷ ତ୍ରିପାଠୀଙ୍କୁ ମଞ୍ଚ ମନା। ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ ଲାଗିଲା ରୋକ। ଭୁବନେଶ୍ୱର କୋର୍ଟରୁ ପିୟୁଷକୁ ଲାଗିଛି ବଡ଼ ଝଟକା। କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମଞ୍ଚ ଚଢ଼ିବା ରହିଛି ବାରଣ। ଗତ 5 ତାରିଖରେ ମଞ୍ଚ ଚଢ଼ିଥିଲେ ପିୟୁଷ ତ୍ରିପାଠୀ। ସିଂହ ବାହିନୀର ତୁମ ବଜରଙ୍ଗୀ ନାଟକରେ ଅଭିନୟ କରିଥିଲେ। ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଅପେରା ସୂର୍ଯ୍ୟ ମନ୍ଦିର କର୍ତ୍ତୃପକ୍ଷ। କାରଣ ପିୟୁଷଙ୍କ ଚୁକ୍ତି ସୂର୍ଯ୍ୟ ମନ୍ଦିର ସହ 2026 ଜୁନ୍ ପର୍ଯ୍ୟନ୍ତ ଥିଲା। ଚୁକ୍ତି ସରିନଥିବା ବେଳେ ପିୟୁଷ ସିଂହ ବାହିନୀ ଆସିବାକୁ ଚାହିଁଥିଲେ। ଏହାକୁ ନେଇ ବିବାଦ ହେବାରୁ ଯାତ୍ରା ମାଲିକ ସଂଘ ପିୟୁଷଙ୍କୁ ବର୍ଷେ ବିଶ୍ରାମ ଦେଇଥିଲେ। ବିଶ୍ରାମ ନ ନେଇ ପୁଣି ମଞ୍ଚ ଚଢ଼ିବାରୁ କୋର୍ଟ ଯାଇଥିଲେ ସୂର୍ଯ୍ୟ ମନ୍ଦିର ମାଲିକ। କୋର୍ଟଙ୍କ ମଞ୍ଚ ବାରଣ ପ୍ରସଙ୍ଗରେ ପ୍ରତିକ୍ରିୟାରେ ପିୟୁଷ କହିଛନ୍ତି, କୋର୍ଟ ନୋଟିସ୍ ପାଇଲା ପରେ ଓକିଲଙ୍କ ସହ ପରାମର୍ଶ କରିବେ। ଏଯାବତ୍ ମୋତେ କୋର୍ଟଙ୍କ ପକ୍ଷରୁ କୌଣସି ନୋଟିସ୍ ଆସିନି। ନୋଟିସ୍ ନ ପାଇବା ପର୍ଯ୍ୟନ୍ତ ମଞ୍ଚରେ ଅଭିନୟ ଜାରି ରଖିବି। ସେପଟେ ଯାତ୍ରା ସିଂହ ବାହିନୀ ମାଲିକ ସଞ୍ଜୀବ ପାଢ଼ୀ ମଧ୍ୟ ସମାନ ପ୍ରତିକ୍ରିୟା ରଖିଛନ୍ତି। ଯେପର୍ଯ୍ୟନ୍ତ ନୋଟିସ୍ ପିୟୁଷଙ୍କ ପାଖରେ ପହଞ୍ଚିନି, ନୋଟିସ୍ ପାଇବା ପରେ ଯାହା କିଛି ନିଷ୍ପତ୍ତି ଓ ପଦକ୍ଷେପ ନିଆଯିବ। ବ୍ୟୁରୋ ରିପୋର୍ଟ, जनता टीवी।